ସମସ୍ତଙ୍କୁ ନମସ୍କାର। ମୁଁ ସନ୍ତୋଷ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲକୁ। ଆଜି ଆପଣମାନଙ୍କ ସହିତ କଥା ହେବି ଲୋକସ୍ ଆପ୍ ଉପରେ। ଏ ପ୍ରୋବ୍ଲେମ୍ କ'ଣ ହେଉଛି ନା, ଲୋକସ୍ ଆପ୍ଟି ଆପଣମାନେ କ'ଣ କରୁଛନ୍ତି ନା, ସମସ୍ତ ଏସ୍ଏଚ୍ଜିର ସମସ୍ତ ମେମ୍ବରମାନଙ୍କର ଡକୁମେଣ୍ଟ ଏବଂ ଏସ୍ଏଚ୍ଜି ପ୍ରୋଫାଇଲ୍, ମେମ୍ବର ପ୍ରୋଫାଇଲ୍ ସବୁ ପୂରଣ କରି ସବମିଟ୍ କରିଦେଇଛନ୍ତି ଏବଂ ଆପଣଙ୍କର ମୋବାଇଲରେ ଲକ୍ ଚିହ୍ନ ପଡ଼ିଛି, ତାଲା ଚିହ୍ନ ପଡ଼ିଛି। ତ ସେଇଟା ପଳେଇଲା ଆପଣଙ୍କର ବ୍ଲକ୍ ଲେବୁଲକୁ। ଯେତେବେଳେ ବ୍ଲକ୍ରେ ଆପଣଙ୍କର ସେଇଟା ଆପ୍ରୁଭ୍ ମରା ହେବ, ଯଦି ଆପ୍ରୁଭ୍ ମାରିବା ସମୟରେ ଯଦି ଆପଣଙ୍କର ଏସ୍ଏଚ୍ଜି ଯଦି କୌଣସି ପ୍ରୋବ୍ଲେମ୍ ହେଇଛି, ପ୍ରୋବ୍ଲେମ୍ ମାନେ କ'ଣ ନା, ଆପଣଙ୍କର ଆଧାର ଡୁପ୍ଲିକେଟ୍ କିମ୍ବା ପାସବୁକ୍ ଡୁପ୍ଲିକେଟ୍ କିମ୍ବା ଆହୁରି ଅନ୍ୟ କୌଣସି ପ୍ରୋବ୍ଲେମ୍ ପାଇଁ ଆପ୍ରୁଭ୍ ନେଲା ନାହିଁ, ତାହେଲେ ବାଧ୍ୟ ହେଉଛନ୍ତି କି ଆପ୍ରୁଭ୍ କରିବା ପାଇଁ, କ୍ୟାନସେଲ୍ କରିବା ପାଇଁ। ତେଣୁ ଯେତେବେଳେ ଆପଣଙ୍କର ରିଜେକ୍ଟ କରାଯାଉଛି, ଗୋଟିଏ ଏସ୍ଏଚ୍ଜି ଗୋଟିଏ ମେମ୍ବରଙ୍କର ଯଦି ଭୁଲ ଅଛି ତାହେଲେ ବି ରିଜେକ୍ଟ କରାହେବ, ସେଇ ମେମ୍ବରଙ୍କର ରିଜେକ୍ଟ କରାହେବ। କିମ୍ବା ଏସ୍ଏଚ୍ଜି ପ୍ରୋଫାଇଲ୍ ଠିକ୍ ନାହିଁ ତ ସେଇଟା ରିଜେକ୍ଟ କରାଯାଉଛି। କିମ୍ବା ମେମ୍ବର ଦୁଇ ତିନି ଜଣଙ୍କର କୌଣସି ଡୁପ୍ଲିକେଟ୍ ଡକୁମେଣ୍ଟ ସହ ହେଲା, ଡୁପ୍ଲିକେଟ୍ ଜଣାପଡ଼ୁଛି ଏବଂ ସେଠି ଆପ୍ରୁଭ୍ ସହ ହିଁ କରୁନାହିଁ, ତ ସେଇଟା ବାଧ୍ୟ ହେବାକୁ ପଡ଼ୁଛି ସେଇଟା ରିଜେକ୍ଟ କରିବା ପାଇଁ। ତେଣୁ ରିଜେକ୍ଟ କଲା ପରେ ଆପଣମାନେ କ'ଣ କରୁଥିବେ ନା, ଆପଣମାନେ ଭାବୁଥିବେ କି ଯେହେତୁ ମୁଁ ମେମ୍ବର ପ୍ରୋଫାଇଲ୍, ଏସ୍ଏଚ୍ଜି ପ୍ରୋଫାଇଲ୍ ସଠିକ୍ ଭାବରେ ପୂରଣ କରି ଅପଲୋଡ଼ କରିଦେଇଛି, ଯାହାଦ୍ୱାରା ମୋର ଲକ୍ ଚିହ୍ନ ହେଇଯାଇଛି। କିନ୍ତୁ ସେଇଟା ବ୍ଲକ୍ ଲେବୁଲରେ କ'ଣ ହେଉଛି ନା, କିଛି ତ୍ରୁଟି ଯଦି ଅଛି ତାହେଲେ ସେଇଟା ଆପଣଙ୍କର ରିଜେକ୍ଟ କରାହେବ। ତ ରିଜେକ୍ଟ କଲେ ବୋଲି ଆପଣ କେମିତି ଜାଣିବେ? ତ ରିଜେକ୍ଟ କଲେ ପରେ ଆପଣ ରିଜେକ୍ଟ ଯଦି କରାହେଇଛି ତ ଆପଣ କେମିତି ଜାଣିବେ ମୋର ରିଜେକ୍ଟ ହେଇଛି ନା ନାହିଁ, ସେତିକି ଶିଖାଇବା ପାଇଁ ଆଜିର ଭିଡ଼ିଓ ତିଆରି କରୁଛି। ଚାଲନ୍ତୁ ଷ୍ଟାର୍ଟ କରିବା। ବର୍ତ୍ତମାନ ଲୋକସ୍ ଆପ୍ଟି ଓପନ୍ କରିବା। ଓପନ୍ କଲା ପରେ ଆପଣ ଜାଣିଛନ୍ତି ହୋମ୍ ପେଜ୍ ଆସିବ, ତା ପୂର୍ବରୁ ଲଗ୍ଇନ୍ ମାଗିବ। ଲଗ୍ଇନ୍ରେ କ୍ଲିକ୍ କରିବା ଏବଂ 4ଟି ପିନ୍ ନମ୍ବର ଦେଇ ଓପନ୍ କରିବା। ବର୍ତ୍ତମାନ ଆପ୍ଟି ଓପନ୍ ହୋଇଯାଇଛି। ଏଠି ୱେଲକମ୍ ଟୁ ଆପଣଙ୍କର ନାଁ ଲେଖିବ, ଏସ୍ଏଚ୍ଜି ବୁକ୍ କିପର, ମାଇ ମିଟିଂ, ଯାହା ଯାହା ସବୁ ଅପସନ୍ ଅଛି। ତ ଦେଖନ୍ତୁ, ଏସ୍ଏଚ୍ଜିରେ ମୁଁ କ୍ଲିକ୍ କରୁଛି। କ୍ଲିକ୍ କଲା ପରେ ଏମିତି ଆପଣଙ୍କ ସିଏଲ୍ଏଫ୍ରେ ଯେତୋଟି ଏସ୍ଏଚ୍ଜି ଅଛି, ସବୁ ଏସ୍ଏଚ୍ଜିରେ ଯଦି ପ୍ରୋଫାଇଲ୍ ଫିଲ୍ଅପ୍ କରି ସବମିଟ୍ କରିଛନ୍ତି ତାହେଲେ ଆପଣଙ୍କର ଏଠି ଲକ୍ ଚିହ୍ନ ବା ତାଲା ଚିହ୍ନ ପଡ଼ିଥିବ, ଯାହାଦ୍ୱାରା ଆପଣ ଭାବି ନେବେ କି ମୋର ଯେତୋଟି ଏସ୍ଏଚ୍ଜି ଅଛି ସମ୍ପୂର୍ଣ୍ଣ ମୁଁ କମ୍ପ୍ଲିଟ୍ କରିଦେଇଛି, ଆଉ ମୋର କିଛି ବି ନାହିଁ। କିନ୍ତୁ ସେଇଟା ବ୍ଲକ୍ ଲେବୁଲରେ ଯେଉଁ ଏସ୍ଏଚ୍ଜି ମାନଙ୍କର ପ୍ରୋଫାଇଲ୍ ହେଉ କି ମେମ୍ବର ପ୍ରୋଫାଇଲ୍ ହେଉ କିମ୍ବା କୌଣସି ଡକୁମେଣ୍ଟର ଡୁପ୍ଲିକେଟ୍ ସହ ଯଦି କରୁଛି ତାହେଲେ ସେଇଟା ରିଜେକ୍ଟ କରାହେଉଛି। ତେଣୁ ଆପଣମାନେ ରିଜେକ୍ଟ ହେଇଛି ନାହିଁ କେମିତି ଚେକ୍ କରିବେ, ଚାଲନ୍ତୁ କରିକି ଦେଖେଇବି। ବ୍ୟାକ୍ କରିବା। ତ ଏସ୍ଏଚ୍ଜି ସାଇଟ୍ରେ ଯେଉଁଟା ଅଛି, ରାଇଟ୍ ସାଇଟ୍ରେ ଏସ୍ଏଚ୍ଜି ପ୍ରୋଫାଇଲ୍ ସିଙ୍କ୍ରୋନାଇଜେସନ୍, ଏସ୍ଏଚ୍ଜି ପ୍ରୋଫାଇଲ୍ ସିଙ୍କ୍ରୋନାଇଜେସନ୍ରେ କ୍ଲିକ୍ କରନ୍ତୁ। କ୍ଲିକ୍ କଲା ପରେ ଆପଣଙ୍କୁ 4ଟି ଅପସନ୍ ଆସୁଛି। ତ ଯଦି ଆପଣଙ୍କର ଆପ୍କୁ ଅପଡ଼େଟ୍ କରିବାର ଅଛି ତାହେଲେ ମାଷ୍ଟର ଡାଟାରେ କ୍ଲିକ୍ କଲା ପରେ ଡାଉନଲୋଡ଼ ଡାଟା ସକ୍ସେସଫୁଲ୍ ହେଇଗଲା, ତାହେଲେ ଆପଣଙ୍କର ଆପ୍ଟି ଅପଡ଼େଟ୍ ହେଇଗଲା। ତାପରେ ଯେକୌଣସି କାମ କରିପାରିବେ। ଯଦି କମ୍ପ୍ଲିଟ୍ ମାରୁଛନ୍ତି ତାହେଲେ ଏସ୍ଏଚ୍ଜି ଆସିନାହିଁ, ତାହେଲେ ସେଇଟା କମ୍ପ୍ଲିଟ୍ ମରାଯିବ। ଆପଣ କେଉଁଠି ମାରିବେ? ଯଦି ଏସ୍ଏଚ୍ଜି ଲକ୍ ହେଇଯାଇଛି, ସେଇଟା ରିଜେକ୍ଟ କରାହେଇଛି, କିନ୍ତୁ ଆପଣଙ୍କର ମୋବାଇଲରେ ସେଇଟା ଲକ୍ ହିଁ ପଡ଼ିଛି, ଅନଲକ୍ ହେଇନାହିଁ। ତ କ'ଣ କରିବେ ନା, ଆପ୍ରୁଭାଲ୍ ଷ୍ଟାଟସ୍ରେ କ୍ଲିକ୍ କରିବେ। ଆପ୍ରୁଭାଲ୍ ଷ୍ଟାଟସ୍ରେ କ୍ଲିକ୍ କଲା ପରେ ଏମିତି ଡାଉନଲୋଡ଼ିଂ ଡାଟା ଲେଖିବ। ଥରେ କଲେ, ଯଦି ହେଲା ନାହିଁ 2 ଥର କରିବେ, 3 ଥର କରିବେ। ଡାଟା ଡାଉନଲୋଡ଼ ସକ୍ସେସଫୁଲ୍ ହେଇଗଲା ତାହେଲେ ଓକେରେ କ୍ଲିକ୍ କରନ୍ତୁ। କ୍ଲିକ୍ କରିକିରି ଆପଣ ଦେଖିବେ ନା, ଯଦି ଆପଣଙ୍କର ଯେତୋଟି ଏସ୍ଏଚ୍ଜି ଲକ୍ ପଡ଼ିଛି ସେମାନଙ୍କ ଭିତରୁ ଯେଉଁ ଏସ୍ଏଚ୍ଜି ଯଦି ରିଜେକ୍ଟ କରାହେଇଯାଇଛି ତାହେଲେ ସେଇ ଏସ୍ଏଚ୍ଜି ହିଁ ଏଠି ରିଜେକ୍ଟ ଲେଖା ହେବ। ଯେଉଁ ମେମ୍ବର ଲେଖା ହେଇଛି ତା ଉପରକୁ ରିଜେକ୍ଟ ଲେଖା ହେବ। ତ ରିଜେକ୍ଟ ଲେଖା ହେଲେ ଆପଣମାନେ ଜାଣିପାରିବେ ନା ଏଇ ଏସ୍ଏଚ୍ଜି ମୋର ରିଜେକ୍ଟ ହେଇଛି ଏବଂ କାହିଁକି ରିଜେକ୍ଟ ହେଇଛି ତାର ରିଜନ୍
ସେଠି ଲେଖା ହେଇଥିବ ସେଇଟା ବି ପଢ଼ିବେ। ପଢ଼ି ସାରିଲା ପରେ ପୁଣି ଥରେ ସେ ଏସ୍ଏଚ୍ଜିକୁ କ'ଣ କରିବେ, ମେମ୍ବରରେ କ୍ଲିକ୍ କରି ଗୋଟେ ଗୋଟେ ଏସ୍ଏଚ୍ଜିକୁ ପୁଣି ଥରେ ଭେରିଫାଇ କରିବେ। କେମିତି କରିବେ ନା ପୁଣି ଥରେ ମେମ୍ବରରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଆପଣଙ୍କର ସବୁ ମାନେ ଚେକ୍ କରିବେ କ'ଣ ପାଇଁ ଭୁଲ ହେଇଥିଲା, ସବୁ ଚେକ୍ କରିବେ। ଚେକ୍ କଲା ପରେ ଆପଣଙ୍କୁ ପୁଣି ଥରେ ମେମ୍ବର ଇମେଜ୍ ଦେବାକୁ ପଡ଼ିବ। ମେମ୍ବର ଇମେଜ୍ ଦେବେ, ଆଉ କନସେଣ୍ଟ ଫର୍ମ ଆଧାର ଦେବେ। କନସେଣ୍ଟ ଫର୍ମ ଆଧାର ଦେଇକି ଫଟୋ ଉଠାଇବେ ଏବଂ ସେଭ୍ରେ କ୍ଲିକ୍ କରିବେ। ସେମିତି ଆପଣଙ୍କର ଗୋଟେ ଏସ୍ଏଚ୍ଜିର ଟୋଟାଲ୍ ମେମ୍ବରଙ୍କର ସେମିତି କରିବାର ଅଛି। କଲାପରେ ଏଇଟା ସବୁ ଦେଖିବେ ଲୋକେସନରେ କ'ଣ ପ୍ରୋବ୍ଲେମ୍ ଅଛି ନା ନାହିଁ, KYCରେ କ'ଣ କନଫର୍ମ ମାଗିଛି କି, ଆଉ ବ୍ୟାଙ୍କରେ ଆଉ KYCରେ କ'ଣ ହେଇଛି, ଏସବୁ କ୍ଲିୟର ଚେକ୍ କରିକିରି ପୁଣି ଥରେ ବ୍ୟାକ୍ କରିନେବେ। ଏଠି ଯିଏ ଜଣଙ୍କର ଡବଲ୍ ଲିକ୍ କରିଦେଇଛନ୍ତି ହେଲା, ଡିଲିଟ୍ କରିଦେବା। ତାପରେ ଆଉ ଥରେ ବ୍ୟାକ୍ କରିବେ, ଆଉ ଜଣେ ମେମ୍ବରଙ୍କର ଚେକ୍ କରିବେ। ଏମିତି ଗୋଟେ ଏସ୍ଏଚ୍ଜିର 10 ଜଣଙ୍କର ସମସ୍ତଙ୍କର ରିଚେକ୍ କରିବେ। ରିଚେକ୍ କରିସାରିଲା ପରେ ପୁଣି ଥରେ ବ୍ୟାକ୍ କରିବେ। ବ୍ୟାକ୍ କରିକିରି କ'ଣ କରିବେ ନା ଟିକେ ପ୍ରୋଫାଇଲ୍କୁ ଯିବେ। ପୁଣି 3 ଡଟ୍ରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଏସ୍ଏଚ୍ଜି ପ୍ରୋଫାଇଲ୍କୁ ଯାଇ ପୁଣି ଥରେ ଆଉ ଥରେ ରିଚେକ୍ କରିବେ। ନା କ'ଣ ନା ଆପଣଙ୍କର ଜିପି ନେମ୍ ରହିଲା, ଭିଲେଜ୍ ନେମ୍ ରହିଲା, ଯାହା ଯାହା ଦେଖିବେ। ଆଉ ଆପଣଙ୍କୁ ପୁଣି ଥରେ ମାଗିବ ରେଜୁଲେସନ୍ କପି। ଏଠି ଏସ୍ଏଚ୍ଜି ରେଜୁଲେସନ୍ କପିରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ପୁଣି ସେଭ୍ରେ କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଏ ଯେଉଁ ଫୋନ୍ ଡିଟେଲ୍ସ, ଲୋକେସନ୍, ବ୍ୟାଙ୍କ ଏସବୁ ଆଉ ଥରେ ରିଚେକ୍ କରିକି ସେଭ୍ରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ସବୁ ରିଚେକ୍ କରିଦେଇଛନ୍ତି, ତାହେଲେ ପୁଣି ଥରେ 3 ଡଟ୍ରେ କ୍ଲିକ୍ କରି ରିଭ୍ୟୁ ଆଣ୍ଡ ଅପଲୋଡ଼ ଡାଟାରେ କ୍ଲିକ୍ କରିବେ। ଯେହେତୁ ଏଇଟା ସବୁ ଗ୍ରୀନ୍ ହେଇଯାଇଛି ଏମିତି ଆସିବ, ତାହେଲେ ଅପଲୋଡ଼ରେ କ୍ଲିକ୍ କରନ୍ତୁ। କ୍ଲିକ୍ କଲା ପରେ ପୁଣି ଥରେ ଲକ୍ ହେଇଯିବ। ତାହେଲେ ଆପ୍ରୁଭାଲ୍ ପାଇଁ ଯିବ। ଯଦି କିଛି ଆଉ ଥରେ କୌଣସି ବାଇ ମିଷ୍ଟେକ୍ ହେଇଯାଇଛି ବା ଭୁଲ ହେଇଛି ଆଉ ଥରେ ରିଜେକ୍ଟ ହେବ, ଆପଣ କିଛି ଦିନ ଛାଡ଼ିକିରି ଆଉ ଥରେ କ'ଣ କରିବେ, ଆପ୍ରୁଭାଲ୍ ଡାଟା କ୍ଲିକ୍ କରିବେ। ଯଦି ଆଉ ଥରେ ରିଜେକ୍ଟ ହେଇଛି ତାହେଲେ ଆଉ ଥରେ କରେକ୍ସନ୍ କରି ପଠାଇବେ। ଏମିତି ଆପଣମାନେ ଜାଣିପାରୁନାହାନ୍ତି ଯେ ଥରେ ସବମିଟ୍ କରିଦେଲା ପରେ ଆପଣଙ୍କର ସବୁ ଠିକ୍ଠାକ୍ ହେଇଛି, ସେଇଟା ଆପଣଙ୍କର କିଛି ଏସ୍ଏଚ୍ଜିର ରିଜେକ୍ଟ ହେଇଯାଇଥିବ। ତେଣୁ ରିଜେକ୍ଟ ଚେକ୍ କରିବା ପାଇଁ ଆପଣମାନେ ଏଇ ତାରିକା କରିକି ଦେଖନ୍ତୁ। ଯେଉଁ ଏସ୍ଏଚ୍ଜି ରିଜେକ୍ଟ ହେଇଛି ସେଇଟା ହିଁ ଆପଣଙ୍କର ଅନଲକ୍ ହେବ ବା ରିଜେକ୍ଟ ହେବ, ଆଉ ଯେଉଁଟା ଠିକ୍ ଅଛି ସେଇଟା ଲକ୍ ହିଁ ପଡ଼ିଥିବ, କିଛି ବି ହେବ ନାହିଁ। ତେଣୁ ଆଜିର ଭିଡ଼ିଓ ମାଧ୍ୟମରେ ଏତିକି କହିବାର ଥିଲା। ତେଣୁ ଯେଉଁ ଦିଦିମାନଙ୍କର ଏଇ ପ୍ରୋବ୍ଲେମ୍ ଅଛି ସେମାନେ ଏଇ ତାରିକା ଆପଣନ୍ତୁ ଏବଂ କରିକି ଚେକ୍ କରନ୍ତୁ ଏବଂ ସେମାନଙ୍କ ସମସ୍ୟା ସମାଧାନ କରନ୍ତୁ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆଶା କରିବି ଆପଣଙ୍କର କାମରେ ନିହାତି ଆସିବ। ଥ୍ୟାଙ୍କ ୟୁ।